My dear students, welcome to my tutorial. ପିଲାମାନେ ଆମେ ଗୋଟେ ନୂଆ ବିଷୟ ଆଜି ଷ୍ଟାର୍ଟ କରିବା ଅଷ୍ଟମ ଶ୍ରେଣୀ ପିଲାଙ୍କର ଇଂଲିଶ ର ଲେସନ 2 ଟା ଯୋଉଟା କି ଆମର ଗୋଟେ ପୋଏମ ଅଛି। ପିଲା ଲେସନ 2 ରେ ଅଛି ଦ ରେନବୋ। ପିଲାମାନେ ଦ ରେନବୋ ଅର୍ଥ କଣ? ଇନ୍ଦ୍ରଧନୁଟି ହେଲା। ଯୋଉଟା ଇନ୍ଦ୍ରଧନୁ କାହା କହିବା? ଯୋଉଟା ଆକାଶରେ ସାତଟି ରଙ୍ଗ ନେଇକି ଗୋଟେ ଛତା ଆକୃତି ଦେଇଥାଏ ତାକୁ ଆମେ ଧନୁ ଟାଇପ ର ନେଇଥାଏ ତାକୁ ଆମେ କଣ କହିବା? ଇନ୍ଦ୍ରଙ୍କ ଧନୁ ବୋଲି ଆମେ ତାକୁ କହିବା ଇନ୍ଦ୍ରଧନୁ। ପିଲାମାନେ ରେନବୋରେ କଣ ସାତଟି ରଙ୍ଗ ହେଲା। ବୁଝିପାରିଲେ? ରେନବୋରେ ସାତଟି ରଙ୍ଗ ନେଇକି ସେଇଟା ହେଉଛି। ବୁଝିପାରୁଛ ନାଇଁ? ସେଥିପାଇଁ ତାକୁ ଆମେ କଣ କରିବା? ବାଘ ନିଶ ହନାଲା ବୋଲି ଆମେ ବି କହିଥାଉ ହେଲା। ପିଲାମାନେ ଦେଖ ଏଇଟା ହଉଛି ରେନବୋର ଇମେଜ। ନେକ୍ସଟ ପେଜ ପିଲାମାନେ ଗୋଟେ ଟେକ୍ସଟ ଅଛି ଯୋଉଟା କି ଆମେ ପଢିବା ଏବେ ହେଲା। ଏଇଟା ଗୋଟେ ଭଲ ପୋଏମ ଯୋଉଟା କି ଆମକୁ ବହୁତ ଇଣ୍ଟରେଷ୍ଟିଂ ମଧ୍ୟ ଅଛି। ଏ ଟେକ୍ସଟ ବିଷୟରେ ଆମେ ଏବେ ପଢିବା। ନିଜ ନିଜ ବହି ଖୋଲ ଦେଖିବା ହେଲା। ଫାର୍ଷ୍ଟ ପିଲାମାନେ ଟେକ୍ସଟ କଣ ଦେଇଛି? ମୁଁ ଗୋଟେ ଗୋଟେ ୱାର୍ଡ କହିବି ଏବଂ ତାର ଅର୍ଥ ବି କହିବି। ତୁମେ ମାନେ ଖାତାରେ ଲେଖିବ ଏବଂ ସମସ୍ତେ ଲେଖି ସାରି ମତେ ଗ୍ରୁପରେ ପଠେଇବ ହେଲା। ପିଲାମାନେ ଦେଖ ବୋଟ୍ସ ସଏଲ୍ସ ଅନ୍ ଦ ରିଭର୍ସ। କଣ ଦେଇଛି ନା ବୋଟ୍ ସଏଲ୍ସ ଅନ୍ ଦ ରିଭର। ପିଲାମାନେ ବୋଟ୍ ଅର୍ଥ କଣ ନା ଡଙ୍ଗା ବା ଯେକୌଣସି ଗୋଟେ ଭାସମାନ ଯେମିତି କାଠରେ ତିଆରି ହେଇଥିବ ଏଇଟା ହଉଛି ବୋଟ୍ ହେଲା। ସଏଲ ଅର୍ଥ କଣ? ଭାସିବା। ସଏଲ ଅର୍ଥ ଭାସିବା। ଅନ୍ ଦ ରିଭର ମାନେ କଣ? ରିଭର ଅର୍ଥ ନଦୀ ହେଲା। ନଦୀ ଉପରେ କିଏ କିଏ ଭାସୁଛି ନା ବୋଟ ସବୁ ଭାସନ୍ତି ବା ନଦୀ ଗୁଡିକରେ ଡଙ୍ଗା ଚଳାଚଳ କରେ ବା ଭାସୁଥାଏ। ତାପରେ ଆଣ୍ଡ ଶିପ୍ସ ସଏଲ୍ସ ଅନ୍ ଦ ସି। ଆଉ କଣ ନା ଶିପ୍ସ ସହିତ କଣ ନା ଜାହାଜ। ଶିପ୍ସ ସହିତ ଜାହାଜ ହେଲା। ଶିପ୍ସ ସହିତ କଣ ନା ଜାହାଜ। ଜାହାଜ ଗୁଡିକ କଣ? ସଏଲ କଣ? ଭାସିବା। ଅନ୍ ଦ ସି ଅର୍ଥ କଣ? ସମୁଦ୍ରରେ ହେଲା। ଜାହାଜ ଗୁଡିକ ସମୁଦ୍ରରେ ଯାତ୍ରା କରେ ବା ଭାସମାନ କରେ। ବଟ୍ କ୍ଲାଉଡ୍ସ ଦ୍ୟାଟ୍ ସଏଲ୍ସ ଆକ୍ରସ୍ ଦ ସ୍କାଏ। କ୍ଲାଉଡ୍ସ ପିଲାମାନେ ମାନେ କଣ? କ୍ଲାଉଡ୍ସ ମାନେ କଣ? ମେଘ ହେଲା ବା ମେଘର ବାଦଲ ହେଲା। କ୍ଲାଉଡ୍ସ ଅର୍ଥ କଣ ନା ମେଘ। ଦ୍ୟାଟ୍ ସଏଲ ଆକ୍ରସ୍ ଦ ସ୍କାଏ ମାନେ କଣ? କିନ୍ତୁ ଆକାଶରେ ଥିବା କଣ ନା ବୁଲୁଥିବା ମେଘ ଏଗୁଡିକ ଠାରୁ ବହୁତ ସୁନ୍ଦର। ଆଜ୍ ପ୍ରିଟି ଆଜ୍ ଫାର ଦେନ୍ ଦିଜ୍ ହେଲା। ଯୋଉ ବଟ୍ କ୍ଲାଉଡ୍ସ ଦ୍ୟାଟ୍ ସଏଲ୍ସ ଆକ୍ରସ୍ ଦ ସ୍କାଏ ଯୋଉ ଏଇ ଯୋଉ ଆମର ସ୍କାଏ ବା ଆମର ପୃଥିବୀ ଉପରେ ଆକାଶ ଅଛି ସେ ଆକାଶରେ ଯୋଉ ସବୁ ଛୋଟ ଛୋଟ ମେଘମାଳ ସବୁ ଭାସୁଥାଏ ସେ ଆଙ୍କ ମାନଙ୍କ ଠାରୁ କଣ ଦେଖାଯାଉଥାଏ ନା ସୁନ୍ଦର ଦେଖାଯାଏ। ଆଜ୍ ପ୍ରିଟି ମାନେ କଣ? ଅତି ସୁନ୍ଦର। ଅତି ସୁନ୍ଦର ହେଲା। ପ୍ରିଟି ମାନେ ଅତି ସୁନ୍ଦର। ହେଲା ଏମାନଙ୍କ ଠାରୁ ସବୁଠୁ ସୁନ୍ଦର କିଏ ସେ? ନା ଏଇ ଯୋଉ କ୍ଲାଉଡ୍ସ କଣ କରୁଛି ନା ଯୋଉ ଆକାଶରେ ବୁଲୁଛି ସେଟା ସେମାନଙ୍କ ଠାରୁ ବହୁତ ସୁନ୍ଦର। ତାପରେ କଣ ଅଛି ଦେଖ। ତାପରେ ପିଲାମାନେ ଦେଖ ଦେୟାର ଆର ବ୍ରିଜେସ୍ ଅନ୍ ଦ ରିଭର। ପିଲାମାନେ ବ୍ରିଜେସ୍ ଅର୍ଥ କଣ? ନା ଯୋଉ ଆମର ନଈ ଏଇ ଯୋଉ ଆମର ନଦୀର ଏପଟରୁ ସେପଟ ଯିବା ପାଇଁ ଗୋଟେ ଆମର କଣ ବ୍ରିଜ ହେଇଥାଏ ସିମେଣ୍ଟ ର ବିଭିନ୍ନ ପ୍ରକାର ପିଲର ପୋତା ହେଇକି କଣ ଗୋଟେ ବ୍ରିଜ ହେଇଥାଏ ଯୋଉଥିରେ କି ଲୋକମାନେ ଯିବା ଆସିବା କରନ୍ତି। ଦେୟାର ଆର ବ୍ରିଜେସ୍ ଅନ୍ ଦ ରିଭର୍ସ କଣ? ନଦୀ ଗୁଡିକରେ ସେତୁ ଅଛି ବା ଯେଉଁ ବ୍ରିଜ ଅର୍ଥ କଣ? ସେତୁ ହେଲା। ସେତୁ ହେଲା। ଅନ୍ ଦ ରିଭର ମାନେ ନଦୀ ଗୁଡିକରେ କଣ ଅଛି ନା ସେତୁ ଅଛି। ଯୋଉଠି କଣ ନା ପୃଥିବୀର ଆକାଶ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରେ। ଯୋଉଟା କି କଣ? ଯେମିତିକି ଆମକୁ ଲାଗେ ଗୋଟେ ଏମିତି ଗୋଟେ ପୃଥିବୀ କି ବ୍ରିଜେସ୍ ଅଛି ମେନି ବ୍ରିଜେସ୍ ଯୋଉଟା କଣ କରୁଛି ନା ପୃଥିବୀରୁ ଆକାଶ ଛାଡିକି ଯେମିତି କଣ କରେ ନା ଗୋଟେ ରାସ୍ତା ନିର୍ମାଣ କରୁଛି ସେଇଭଳିଆ ଲାଗେ। ଆଜ୍ ପ୍ରିଟି ଆଜ୍ ୟୁ ପ୍ଲେସ୍ ମାନେ ତା ଠାରୁ ମଧ୍ୟ ସୁନ୍ଦର। ବଟ୍ କିନ୍ତୁ ବୋଥ କଣ? ରେନବୋ ହେଲା। ବୋଥ କଣ? ରେନବୋ ଯୋଉଟା କି କଣ? ଦ୍ୟାଟ୍ ବ୍ରିଜେସ୍ ହେଭେନ୍ସ। ଯେତିକି ଏଇ ଯୋଉ ରେନବୋ କଣ କରେ? ରେନବୋ ହଉଛି ଏମିତି ଗୋଟେ ଜିନିଷ ଏମିତି ଗୋଟେ ରାସ୍ତା ଯୋଉଟା କି କଣ? ମାନେ ପୃଥିବୀରୁ ପୁରା ହେଭେନ ତ ସ୍ୱର୍ଗକୁ କଣ କରେ ନା ରାସ୍ତା କରିଥାଏ। ଏତେ ସୁନ୍ଦର ଲାଗେ। ବୁଝିଲ ଆଜ୍ ପ୍ରିଟି ଆଜ୍ ପ୍ଲେସ୍ ମାନେ କଣ? ତା ଠାରୁ ମଧ୍ୟ ସୁନ୍ଦର କିଏ ସେ? ନା ବୋ। ବୁଝିପାରିଲ ନା? ଯେମିତି ବ୍ରିଜ ଏଇ ବ୍ରିଜ ଟା କଣ କରେ ନା ପୃଥିବୀରୁ ଆକାଶକୁ ରାସ୍ତା ତିଆରି ଥାଏ। କିନ୍ତୁ ଏଇ ବ୍ରିଜ କଣ କରେ ନା ରେନବୋ କଣ କରେ ନା ଡାଇରେକ୍ଟ ପୃଥିବୀରୁ ହେଭେନ ମାନେ କଣ? ସ୍ୱର୍ଗକୁ ରାସ୍ତା ତିଆରି ଥାଏ। ବୁଝିପାରିଲେ ନା? ସେଠି ହେଭେନ ଓଭର ଦ ଟପ୍ ଅଫ ଦ ଟ୍ରି। କୋଉଠି ନା ଗଛର ଉପର ଭାଗ ଦେଇକି ସେ ଗତି କରିଥାଏ ହେଲା। ବୁଝିପାରୁଛ ନାଇଁ? ହେଭେନ ଅର୍ଥ କଣ? ସ୍ୱର୍ଗ। ଓଭର ଦ ଟପ୍ ଅଫ ଦ ଟ୍ରି। ସମସ୍ତେ ବୁଝିପାରିଲ? ତାପରେ କଣ ଅଛି ଦେଖ। ଦେଖ ଆଣ୍ଡ ବିଲ୍ଡସ୍ ଆଣ୍ଡ ରୋଡ୍ସ ଫ୍ରମ୍ ଦ ଆର୍ଥ ଟୁ ସ୍କାଏ। ଇଟ୍ ପ୍ରିଟିଅର ଫାର ଦ୍ୟାନ୍ ଦିଜ୍ ହେଲା। ଇଜ୍ ପ୍ରିଟିଅର ଫାର ଦ୍ୟାନ୍ ଦିଜ୍ ମାନେ କଣ?
माने एते सुंदर माने जेमिति कोन आज यू माने आज यू प्रिटियर माने तुमे जेपरि सुंदर चाहुचो बुझल नै एटा देइछि देखो देछि आज प्रिटी आज यू प्लीज तुमे जेपरि सुंदर चाहुचो रेनबो माने सेही भलिया सुंदर एमिति सुंदर जे कि गछ ऊपर मध्य देई पृथ्वी रु स्वर्ग को कोन करथे ना रास्ता गोटे ब्रिज करथे हला तापर ओवर द टॉप ऑफ द ट्री माने गछ ऊपर देखि एंड बिल्ड द रोड फ्रॉम अर्थ टू स्काई आ कोठी ना पृथ्वी रु आकाश को मध्य गोटे रास्ता करथाए इज प्रिटियर फार देन दिस माने गुडी को सबठारु ए सब अतिक्रम कर दिए सबुठ प्रिटियर तो अति सुंदर माने अति सुंदर देकी एते सुंदर लागे जोटा कि अत्यधिक सुंदर लागि थाए हला तापर देखो एको आउथे टिके हमें कोन करदा ना टिके डिस्कशन करदा बुझियो छ नै पुनी आउथे टिके देखो हला मु फास्ट टू आउथे कहूची डिस्कशन करची बोट सॉइल ऑन द रिवर्स माने ओटे पृथ्वी एमती ओटे जिंस जोटा टिके अति सुंदरमय जिंस अछि जोटा कि अति सुंदर जिंस अछि जेमिति कि आकाश को पृथ्वी लागि रहिछि एवं आकाश को आ पृथ्वी की कनेक्शन करबा पे गोटे ब्रिज तैयार होछि सेटु हमें रेनबो कहूछि जोटा कि कोन समस्त गछ पत्र ऊपर देखि से गति करछि नदी गोटे डंगा रे चलाचल करे एवं नदी गुडी करे मध्य डंगा को कोन करछि ना चलाचल करूछि सेमिति कोन ना जहाज माने भी कोन करउंती ना सॉइल करउंती कोठी बुझल नै जा कोठी भी सॉइल करउंती ना सी रे बुझल नै जहाज गुडी कोठी सॉइल करउंती ना सी रे तो सी भी से आज प्रिटियर फार देन दिस माने एते सुंदर लागे जेमिति पृथ्वी एते सुंदर अछि आकाश रो बुलुथिया मेघ एगुडी ठार बहुत सुंदर जेमिति कि एरा सब मेघ छन एरे सब आकाश रे सब मेघ बादल से सब कोन यांका ठार मध्य सुंदर देखा जाय थाए पुनी ता ठार सुंदर कि देखा जाय थाए जेमिति कि ब्रिज भलिया उट अछि रेनबो हला एते सुंदर देखा जाय जे कि पृथ्वी रो आकाश गोटे बाट करछि सेही भलिया हमकु देखा जाय हला जेमती कोन ना नदीर सेतु अछि एवं पृथ्वी रु आकाश पर्यंत एक रास्ता निर्माण करे बुझिबा नै ओठार बहुत सुंदर होई थाए मध्य हला एवं आपण जे परि चाहନ୍ତି जेमती कोन ना आज प्रिटी यू प्लीज प्लीज तुम इच्छा करिबा नै तुमे जे परि तुमे इच्छा करूचो बुझिबा नै गो धनु बा बो दैट ब्रिजेस हेवन जेटा कि स्वर्ग को मध्य गोटे सेतु करबा गोटे ब्रिज भलिया करि थाए हला एमती लागे जेंती आकाश को गोटे रास्ता है हम पे से बेला तुमको मने हुए हला तापर एंड बिल्ड एंड रोड फ्रॉम द अर्थ टू स्काई एवं मध्य अर्थ टू स्काई को मध्य ए पृथ्वी पृष्ठ स्काई के मध्य गोटे कोन रास्ता तेला हो देखाय थे आज प्रिटियर फार देन दिस तुम जे परि चाहत सेही भली भाबरे एटा हे बुझिला बता हमने नेक्स्ट क्लास रे पढैबा कोन कंप्रेहेंशन क्वेश्चन माने कोन ए सब क्वेश्चन रा डिस्कशन हम तुमको नेक्स्ट क्लास रे करेबी हला जेंति कि व्हाट सॉइल्स ऑन द रिवर्स ए सब कोन सब ए विषय तुम सब करिथिबो मते होमवर्क करि पठेइबो या पर जो क्वेश्चन आंसर टा करबी जदि तुम भूल थिबो ताल तुम निजे निजे ठीक करिवो और सब जगह पढिया चेष्टा टोटल 14 क्वेश्चन लेके आसी हला धन्यवाद लाइक सब्सक्राइब एवं